সেপটে গ্যাস সিলিন্ডার লাগাই দিচ্ছে, গ্যাস সিলিন্ডার ব্লাস্ট হবো না, সেটা ব্লাস্ট হয়ে যাব পুরো। ମୁଁ ଯମୁନା ମଣ୍ଡଳ, ମୋର ଗାଁ ହଉଛି 24 ନମ୍ବର। ସେ ରାଖାଲଗୁଡ଼ା ଜଣେ ମରିଛି, ସେଥିପାଇଁ ସେ ରାଖାଲ ସେ ଲୋକମାନେ ଆଦିବାସୀ ଲୋକମାନେ ଆମ ଗାଁରେ ଆସି ହାମଲା କରିଛି। ସେ ଦୋଷୀକୁ ନା ଧରିକି ଆମ ଗାଁ ଲୋକଙ୍କୁ ସମସ୍ତଙ୍କୁ ପିଟିଛି, ଘର ଦୁଆର ଭାଙ୍ଗିଛି, ଦୋକାନ ବାଡ଼ି ଭାଙ୍ଗିଛି, ଗାଡ଼ି କେତେ ଗାଡ଼ି ଭାଙ୍ଗିଛି। ଆଉ ସବୁ ଛୁଆ ପିଲାମାନେ କୋଉ ପାହାଡ଼କୁ କୋଉ ବିଲକୁ ସବୁ ପିଲାମାନେ ପଳାଇଛନ୍ତି। ସାର୍ ଏ ସମାଧାନ ଆପଣ କରିବେ କି ନାହିଁ? ଆମ ସେ କଲେକ୍ଟର ସାହେବ ଆସିଥିଲେ, ଆମେ ସମସ୍ତଙ୍କୁ ଅନୁରୋଧ କରୁଛି ଆମର ଏଇଟା ଡିସାଇଡ୍ କରନ୍ତୁ। ଦୋକାନ ଘର ଭାଙ୍ଗି କାହାର ଟଙ୍କା ନେଲେ, କାହାର ସୁନା ନେଲେ, ଆଉ 7 ଲକ୍ଷ টাকা সোনা দানা ଆଚ୍ଛା ଘର ଦୁଆର ଜାଲି ପୁଡ଼ିକି ଦେଲେ। ହଁ ଘର ସାର୍ ସୁନା ନେଲେ, ଟଙ୍କା ନେଲେ, ଆଉ ଫ୍ରିଜ ଆଲମାରି ସବୁ ଭଙ୍ଗା ଛୋଡ଼ା କରି ସବୁ ଜିନିଷ ନେଇଗଲେ। ହଁ ସବୁ ଲୁଟପାଟ କରି ନେଲେ, ଆଉ ସବୁ ଲୋକଙ୍କୁ ଧାଇଲେ, ସବୁ ଲୋକ ଏପଟ ସେପଟ ସାର୍ ପଳାଇଲେ। ପୁଲିସ ଆଗରେ ଚାଲିଥିଲେ, ଆଉ ପଛେ ପଛେ ସାର୍ ସେମାନେ ସବୁ ଘର ଦୁଆର ଭାଙ୍ଗିଲେ। ଏବେ ତ ସୁରକ୍ଷିତ ଅଛି। ଯେତେବେଳେ ସେ ପୁଲିସ ମାନେ ଥିଲେ, ଆଉ ସେ ତୀର ଧନୁ ଯେତେବେଳେ ଧରି ଆସିଲେ ସେ ଆଦିବାସୀ ମାନେ, ସେତେବେଳେ ତାଙ୍କୁ ଡାକିବା କଥା ଥିଲା ସେ ଫୋର୍ସ ବାଲାକୁ। ସେ ଗାଁବାସୀ ତ ଚାହୁଁଛନ୍ତି ଯେ ଆମ ସୁସ୍ଥ ରହିବ, ଆମେ କଲେ ସବୁ ଭାଙ୍ଗା ଚଳା ସବୁ ଶେଷ ହୋଇଗଲା ପରେ ସେମାନେ ଆସିଲେ। ଆମ କଣ ହେଲା? ସେଟା କିଛି ହେଲା କି ଆମର? ଆମର ତ ଯାହା ଗଲା ତ ଗଲା, ଏବେ ଆମେ କଣ କରିବୁ? ଆମର ଘରେ କିଛି ଜିନିଷ ନାହିଁ, ଖାଇବା ଜିନିଷ ନାହିଁ, କାହାର ଜାମା କାପড় ଦୋକାନର ସବୁ ନେଲେ, କିଛି ତ ଘରେ ନାହିଁ। ସେ ଖାଇବେ କଣ, ସେ ଶୋଇବେ କୋଉଠି? ସବୁ ଦରଜା ଫରଜା ସବୁ ଭାଙ୍ଗିଲେ, ଘରେ କେମିତି ଶୋଇବେ? ସେମାନେ ରାତିରେ ଆସି ଯଦି ଆଉ ଥରେ ମାଡ଼ିବେ, ଆମେ କୁଆଡେ ଯିବୁ? ମାନେ ମିଟିଂ କରୁଛନ୍ତି, କୁଆଡେ ଆସିକିନା ରାତିରେ ଆଉ ଥରେ ମାଡ଼ିବେ ସେମାନେ କହୁଛନ୍ତି। ଆନନ୍ଦ ବୈରାଗୀ, ଗ୍ରାମ MB26। ମୁଁ ଏ ଗାଁର ପ୍ରେସିଡେଣ୍ଟ ଏବଂ ଜଣେ ଏକ୍ସ ସରପଞ୍ଚ। ମୋର କହିବାର ବକ୍ତବ୍ୟ ଏତିକି ହେଲା ଯେ ଆଜି 1 ତାରିଖ ଦିନରେ ଗୋଟିଏ ରାଖାଲଗୁରେ ଗୋଟେ ଝିଅ ତାର ଡେଡ୍ ବଡି ପଟର ନଦୀରେ ମିଳିଥିଲେ, କିନ୍ତୁ ସେଥିରେ ଆମ ଗାଁର MB26ର 2 ଜଣଙ୍କୁ ସନ୍ଦେହ କରି ଥାନାରେ ଏତଲା ଦେଇଥିଲେ। ସେଇ 2 ଜଣଙ୍କୁ କୁରକୁଣ୍ଡା ଥାନା IIC ଉଠାଇକି ନେଇଗଲେ। ସେଥିରେ IICକୁ ଯାଇକି ମୁଁ କହିଥିଲି, ସାର୍ ଆମେ এইটি বসবাস করছি বহুত দিন ধরে, আদিবাসী এবং বঙ্গালী মানে আমি একত্রিত ভাই হিসাবে রহুছে। যদি কৌশি লোক দোষী হবে, সে আদিবাসী নাই বঙ্গালী নাই, তাকে আপনার প্রমাণপত্র সহিত ধরন্তু, তাকে জেল ফাঁসি দিয়ন্তু, আমার কিছু আপত্তি অভিযোগ নাই। কিন্তু সেই কথাটা ন মানে কি আজি আমার MB26 মালকানগিরি পুলিশ প্রশাসন উপস্থিতিরে সমস্ত পুরা গাঁ সারা বহুত গাঁ প্রায় 50টা গাঁর আদিবাসী 5000 আদিবাসী আসিকি আমার গাঁর গাড়ি এবং ঘর এবং সবু জিনিসপত্র সেমানে ভাঙচুর করলে এবং গাঁরে নিয়া লাগাইলে, কোটি কোটি টঙ্কা ধ্বংস করলে। এবে গাঁর লোক রহিবা পাই জায়গা নাই কি খাইবা পাই জায়গা নাই। কলেক্টর সাহেবଙ୍କ সহিত ମୁଁ কথা ହେଇଥିଲି। কলেক্টর সাহেবଙ୍କ সাথে କହିଲି, ସାର୍ ଯାହା କ୍ଷୟକ୍ଷତି ହେଲେ ଆପଣ ଆକଳନ କରନ୍ତୁ ଏବଂ ଶାନ୍ତିପୂର୍ଣ୍ଣ ଭାବେ ୟାର ଗୋଟେ ମୀମାଂସା ଦିଅନ୍ତୁ। ଆମେ ଶାନ୍ତି ଚାहे, ଆମେ ଗଣ୍ଡଗୋଳ ଚାहे ନାହିଁ, ବୁଝିଲେ? ଆପଣ ଯେମିତି ହେଲେ ୟାର ସମାଧାନ କରିବା ପାଇଁ ଚେଷ୍ଟା କରନ୍ତୁ। হয়তো ବହୁତ ଲୋକ ଉତ୍ତେଜିତ ଭାବେ ବହୁତ କଥା କହିବେ, ସେଥିରେ ଆମେ ଏକମତ ନୁହେଁ। ଆମେ ଆଦିବାସୀ ସମାଜ ଏବଂ ବଙ୍ଗାଳୀ ସମାଜ ଆଗାମୀ ଦିନରେ କେମିତି ଭବିଷ୍ୟତରେ ମିଳିମିଶିକି ରହିବି ଏବଂ ଶାନ୍ତିପୂର୍ଣ୍ଣ ବସବାସ କରିବା ପାଇଁ ମୁଁ ସମସ୍ତଙ୍କ ତରଫରୁ ଅନୁରୋଧ ରଖୁଛି। ବର୍ତ୍ତମାନ ଜିଲ୍ଲା ପ୍ରଶାସନ ଏଠି ଆସିଥିଲେ, କଲେକ୍ଟର ଆସିଥିଲେ, SP ଆସିଥିଲେ, ତାପରେ ଅନ୍ୟାନ୍ୟ ହାୟାର ଅଥରିଟି ସମସ୍ତେ ଆସିଥିଲେ। ସେମାନେ ବି ଆମକୁ ବୁଝାଇ ସୁଝାଇବା ଶାନ୍ତିର ବାତାବରଣ ଦେଇଦେଲେ ଏବଂ ଧୈର୍ଯ୍ୟ ଧରିବାକୁ କହିଲେ। ସେମାନେ କହିଲେ ଆପଣଙ୍କର କ୍ଷୟକ୍ଷତିର ଆକଳନ କରନ୍ତୁ, ଆମେ ସବୁ ସମାଧାନ କରିବୁ ବୋଲି ସେମାନେ ଆମକୁ ଭରସା ଦେଇଥିଲେ। ଦିନେ ଯଦି ସମାଧାନ ଆମର এই বিষୟରେ ନ ହେବ, ହେଲେ ଆମେ ସମସ୍ତେ ଜନସାଧାରଣ ରାଜରାସ୍ତାକୁ ଓହ୍ଲାଇବା ପାଇଁ ବାଧ୍ୟ ହେବି। ଏବଂ ଆମେ ଚାହୁଁଛି ଏହି ଖବର ଏସେମ୍ବଲି ପର୍ଯ୍ୟନ୍ତ ଏବଂ ମୁଖ୍ୟମନ୍ତ୍ରୀ ଆମର ପାଖରେ ଯାଆନ୍ତୁ ଏବଂ ସେ ବି ଆମର ଅନୁରୋଧ ରଖିକି ସମସ୍ୟାର ସମାଧାନ କରନ୍ତୁ।